ଗ୍ୟାସ୍ ଆଉ ଏସିଡ଼ିଟି ଏହି ସମସ୍ୟାଟା ଆଜିକାଲି ବହୁତ କମନ୍ ହେଇଗଲାଣି। କାରଣ ପ୍ରତ୍ୟେକ ଘରେ ବର୍ତ୍ତମାନ ଗ୍ୟାଷ୍ଟ୍ରିକ୍ ପେସେଣ୍ଟ। କ'ଣ ହୁଏ? ଛାତି ପୋଡ଼େ, ଖାଇବା ହଜମ ହୁଏନି, ଆଉ ପେଟ ପେନ୍ ହୁଏ, ଖାଇସାରିବା ପରେ ବେଳେବେଳେ ବହୁତ ଲେଟ୍ରେ, କନଷ୍ଟିପେସନ୍ ରହେ, ବେଳେବେଳେ ଭୋକ ମରିଯାଏ, ଝାଡ଼ାରେ ରକ୍ତ ପଡ଼େ, ଏଇସବୁ ବହୁତ ପ୍ରକାର ସମସ୍ୟା ହୁଏ। ଆଉ ଏ ସବୁକୁ ମିଶାଇକି ଆମେ ଓଭରଅଲ୍ ଆଜି କିଛିଟା ଘରୋଇ ଉପଚାର ବିଷୟରେ କହିବା, ଯେଉଁଟାକୁ ଯଦି ଆପଣ ରେଗୁଲାର ମେଣ୍ଟେନ୍ କରିବେ ସକାଳୁ ରାତି ଯାଏ, ତାହେଲେ ଆପଣଙ୍କର ଏଇ ଯେଉଁ ପ୍ରୋବ୍ଲେମ୍ ନିଶ୍ଚିତ ଭାବରେ ଆପଣ କିଛି ନା କିଛି ଆରାମ ପାଇବେ। ପ୍ରଥମ କଥା ହେଲା, ଆମେ ଚେଷ୍ଟା କରିବା ସବୁବେଳେ ଶୀଘ୍ର ଶୋଇବା ପାଇଁ। ଶୀଘ୍ର ଶୋଇଲେ ଆମେ ଶୀଘ୍ର ଉଠିପାରିବା। ଆଉ ଶୀଘ୍ର ଉଠିବାଟା ଏଇ ଯେଉଁ ଗ୍ୟାଷ୍ଟ୍ରିକ୍ ପେସେଣ୍ଟମାନଙ୍କ ପାଇଁ ନିହାତି ଆବଶ୍ୟକ। ପ୍ରଥମେ ଆମେ ଶୀଘ୍ର ସକାଳୁ ଉଠିବା, ତାପରେ ଆମେ ଚେଷ୍ଟା କରିବା ମାଟି ପାତ୍ରରେ ଥିବା, ମାଟି ହାଣ୍ଡିରେ ଥିବା ବା ସୁରିରେ ଥିବା ପାଣି ପିଇବା ପାଇଁ। ସେଇ ପାଣିରେ ତାକୁ ଟିକେ ଉଷୁମ କରିଦେବା, ନଖ ଉଷୁମ। ସେଇ ପାଣିରେ ଆମେ ଅଳ୍ପ ଟିକେ ଖାଇବା ସୋଡ଼ା ଆଉ ଅଧିକ ଟିକେ ମିନେରାଲ ସଲ୍ଟ, ସେଇଟା ଆପଣଙ୍କୁ ମିଳିଯିବ ମାର୍କେଟରେ। ସେଇଟା ଆଉ ଟିକେ ଭଲ, ଆମର ଯେଉଁ ବିଟ ଲୁଣ ତାଠାରୁ ଆଉ ଟିକେ ଭଲ ହେଉଛି ମିନେରାଲ ସଲ୍ଟ। ତେଣୁ ମିନେରାଲ ସଲ୍ଟ ଟିକେ ଅଧିକ, ଖାଇବା ସୋଡ଼ା ଟିକେ କମ୍, ଆଉ 2 ଗ୍ଲାସ୍ ପାଖାପାଖି ଆପଣଙ୍କର ମାଟି ପାତ୍ରର ପାଣି ଯେଉଁଟାକି ଉଷୁମ କରିକି ଆମେ ପିଇବା। ସକାଳୁ ଖାଲି ପେଟରେ ପିଇଲା ପରେ ଆମେ ଟିକେ ଏପଟ ସେପଟ ହେଲା ପରେ ଆମକୁ ଅର୍ଜିଂ ଆସିବ, ବାଉଲ୍ ମୁଭମେଣ୍ଟ ହେଲା ପରେ ଆମେ ଯିବା ୱାସରୁମ୍କୁ। ୱାସରୁମ୍ରୁ ଆସିଲା ପରେ ଆମେ ସବୁବେଳେ ଚେଷ୍ଟା କରିବା ଅଧଘଣ୍ଟାରୁ 40 ମିନିଟ୍ ବା 1 ଘଣ୍ଟା ପର୍ଯ୍ୟନ୍ତ ବ୍ରିସ୍କ ୱାକ୍, ଯେଉଁଟାକୁ ଆମେ ଜୋର ଜୋର ଚାଲିବା। କିମ୍ବା ଯଦି ନ ଚାଲିପାରୁଛନ୍ତି କିଛି ନା କିଛି ଏକ୍ସରସାଇଜ୍ ନିହାତି ଭାବରେ କରିବା। ଯଦି ଏକ୍ସରସାଇଜ୍ ବି ନ କରୁଛନ୍ତି ତାହେଲେ ଆମେ ପ୍ରାଣାୟାମ ବି କରିପାରିବା, ୟୋଗା ବି କରିପାରିବା। କିନ୍ତୁ ନିଶ୍ଚିତ ଭାବରେ 30 ମିନିଟ୍ରୁ 1 ଘଣ୍ଟା ଯାଏ ନିଜ ଶରୀର ପାଇଁ ଦେବା। ନିଜ ଶରୀରକୁ ଫିଟ୍ ରଖିବା ପାଇଁ ଆମେ ଆକ୍ଟିଭିଟି କରିବା। କିମ୍ବା କିଛି ପିଲା ଅଛନ୍ତି ଯେଉଁମାନେ କି ସକାଳେ ଯାଇକି ଖେଳି ପାରୁଛନ୍ତି, କିଛି ଲୋକ ଅଛନ୍ତି ଜିମ୍ ଯାଉଛନ୍ତି, ତାହା ବି ଚଳିବ, କିଛି ଅସୁବିଧା ନାହିଁ। ସେଠୁ ଆସିଲା ପରେ ଆମେ ଚେଷ୍ଟା କରିବା ଯଦି ସମ୍ଭବ ହେଲା ତାହେଲେ 1 ଗ୍ଲାସ୍ ଗ୍ରୀନ୍ ଜୁସ୍ ପିଇବା ପାଇଁ। ଯଦି ଗ୍ରୀନ୍ ଜୁସ୍ ନ ପିଇପାରୁଛନ୍ତି କିଛି ଅସୁବିଧା ନାହିଁ, ଆପଣ କିନ୍ତୁ ଚା ଆଉ କଫି ୟାକୁ ଯଥାସମ୍ଭବ ଆଭଏଡ଼ କରିବେ। ଆମେ କାଢ଼ା ବି ପିଇପାରିବା, କିଛି ଅସୁବିଧା ନାହିଁ, କାଢ଼ା ବହୁତ ଭଲ। ଗୋଟେ ପତଞ୍ଜଳିରେ ଆସୁଛି ଦିବ୍ୟ ପେୟ, ତାକୁ ବି ଆମେ ପିଇପାରିବା, ସେଇଟା ବି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ପରିମାଣରେ ଭଲ। ତାପରେ ଆମେ ଯେତେବେଳେ ବ୍ରେକଫାଷ୍ଟ କରିବା, ସେ ବ୍ରେକଫାଷ୍ଟ କରିବା ପୂର୍ବରୁ ଆମେ ଚେଷ୍ଟା କରିବା କିଛି ପରିମାଣରେ ଫ୍ରେଶ୍ ଫ୍ରୁଟ୍ସ, ତାଜା ଫଳ ଖାଇବା ପାଇଁ। ତାଜା ଫଳ 1 କିମ୍ବା 2ଟା ଖାଇଲେ, କିମ୍ବା ଆମେ କିଛି ଜଣ ମିଳିଲେ କାକୁଡ଼ିଟେ ବି ଖାଇପାରିବା। ତାପରେ ଆମେ ଯଥାସମ୍ଭବ ଚେଷ୍ଟା କରିବା ଆମର ନନ୍ ଅଏଲି ସ୍ନାକ୍ସ କିଛି ବା କିଛି ବ୍ରେକଫାଷ୍ଟ ନେବା ପାଇଁ। ଯେମିତିକି ଆମେ ସନ୍ତୁଳା ନେଇପାରିବା, ରୁଟି ନେଇପାରିବା, ଚୁଡ଼ା ଗୁଡ଼ ମୁଢ଼ି ଏସବୁ ନେଇପାରିବା, ସୁଜି ବି ନେଇପାରିବା, ଆଉ ଓଟ୍ସ ବି ଖାଇପାରିବା, ଚଳିବ, ବହୁତ ଭଲ, କିଛି ଅସୁବିଧା ନାହିଁ। ତାପରେ ଆମେ ଲଞ୍ଚ କରିବା ପୂର୍ବରୁ ଚେଷ୍ଟା କରିବା ନିଶ୍ଚିତ ଭାବରେ ଆମେ ସାଲାଡ଼୍ସ ଖାଇବା ପାଇଁ। ଆଟଲିଷ୍ଟ ଆମ ଖାଦ୍ୟର 40% ଆମେ ସାଲାଡ଼ ଖାଇବା। ସାଲାଡ଼ରେ ଆମେ କାକୁଡ଼ି, ଟମାଟୋ, ଧନିଆ ପତ୍ର, ଆପଣଙ୍କର ମୂଳା, ଗାଜର ଏସବୁ ପକାଇ ପାରିବା। ତେଣୁ ସାଲାଡ଼, ଦହି ପକାଇ ପାରିବା। ତେଣୁ ସାଲାଡ଼୍ସ ନେଲେ, ସାଲାଡ଼ ଖାଇସାରିଲା ପରେ ଆମେ ଭାତ, ଡାଲି, ତରକାରୀ ଯାହା ଥିବ ଖାଇବା। କିନ୍ତୁ ଚେଷ୍ଟା କରିବା ଯେତେ କମ୍ ଆମେ ତେଲର ବ୍ୟବହାର ହେଇଥିବ ସେ ଖାଦ୍ୟରେ, ଆଉ ଯଥାସମ୍ଭବ ଆମେ ରିଫାଇନ୍ ତେଲକୁ ଆଭଏଡ଼ କରିବା। ତ ଖାଇସାରିବା ପରେ ଆମେ ଘଣ୍ଟେ ପାଖାପାଖି ପରେ ଆମେ ପାଣି ପିଇବା। କିନ୍ତୁ ମନେ ରଖନ୍ତୁ ଗୋଟିଏ କଥା, ଯେତେବେଳେ ବି ଆମେ ଖାଉଛନ୍ତି ସବୁବେଳେ ଆମେ ଚେଷ୍ଟା କରିବା ଆମେ ଖାଦ୍ୟକୁ ଭଲ ଭାବରେ ଚୋବେଇ ଚୋବେଇ ଖାଇବା। ଆଉ ଯଥାସମ୍ଭବ ଟିଭି ଆଉ ମୋବାଇଲ ସେ ସମୟରେ ଆମେ ଦେଖିବା ନାହିଁ। ଖାଦ୍ୟ ସମୟରେ କେବଳ ଖାଦ୍ୟରେ ମନ ଲଗେଇକି ଖାଇବା ଏବଂ ଭଲକି ଚୋବେଇ ଚୋବେଇ ଖାଇବା। ଚେଷ୍ଟା କରିବା ଆମେ ପୁରା ପେଟ ନ ଖାଇବା ପାଇଁ। ଆଟଲିଷ୍ଟ 3/4 ଖାଇବା, 1/4 ଆଟଲିଷ୍ଟ ଆମ ପେଟର ଆମେ ଖାଲି ରଖିବା। ସବୁଠାରୁ ଇମ୍ପୋର୍ଟାଣ୍ଟ ଗୋଟିଏ କଥା ଅଛି, ସେଟା ହେଉଛି ଖାଇସାରିଲା ପରେ ଆମେ ଚେଷ୍ଟା କରିବା 15 ମିନିଟ୍ ହେଉ ବା ଅଧଘଣ୍ଟା ହେଉ ବଜ୍ରାସନରେ ବସିବା ପାଇଁ। ତୁରନ୍ତ ବଜ୍ରାସନରେ ବସିଲେ ଡାଇଜେଷ୍ଟିଭ୍ ପ୍ରୋସେସ୍ ଆକ୍ଟିଭେଟ୍ ହୋଇଯାଏ ଏବଂ ଭଲ ଭାବରେ ଡାଇଜେସନ୍ ହୁଏ। ତାପରେ ଆମର ଡିନର ସମୟ ଆମେ ଚେଷ୍ଟା କରିବା ସୂର୍ଯ୍ୟାସ୍ତର ଘଣ୍ଟେ କିମ୍ବା 1.5 ଘଣ୍ଟା ଭିତରେ କରିନେବା ପାଇଁ। କାରଣ ଯେଉଁ ସମୟରେ ସୂର୍ଯ୍ୟ ଥାନ୍ତି ଆକାଶରେ, ସେହି ସମୟରେ ଆମର ଡାଇଜେଷ୍ଟିଭ୍ ପ୍ରୋସେସ୍ ବହୁତ ଭଲ ହୁଏ, ଡାଇଜେସନ୍ ବହୁତ ଭଲ ହୁଏ। ଏବଂ ସୂର୍ଯ୍ୟାସ୍ତ ପରେ ଧୀରେ ଧୀରେ ଆମର ଡାଇଜେସନ୍ କମିଯାଏ, ଡାଇଜେସନ୍ ପ୍ରୋସେସ୍ଟା କମିଯାଏ, ଡାଇଜେସନ୍ ପାୱାର ବି କମିଯାଏ।
ତେଣୁ ସୂର୍ଯ୍ୟାସ୍ତର ଘଣ୍ଟେରୁ 1.5 ଘଣ୍ଟା ଭିତରେ ଆମେ ଆମର ଡିନର କରିନେବା। ଅଳ୍ପ ଡିନର କରିବା, ହାଲକା ଖାଦ୍ୟ ଡିନର କରିବା ଏବଂ ଯେଉଁଟାକି ଇଜିଲି ଡାଇଜେଷ୍ଟେବୁଲ୍ ସେ ଡିନର କରିସାରିଲା ପରେ ଆମେ 2 ଘଣ୍ଟା ପରେ ବିଶ୍ରାମ କରିବା ବା ଶୋଇବାକୁ ଯିବା। କିନ୍ତୁ ତା ପୂର୍ବରୁ ଆମେ ଚେଷ୍ଟା କରିବା ଯେ ରାତ୍ରିରେ ଭୋଜନ କଲା ପରେ ଆମେ ଆଟଲିଷ୍ଟ ଅଧା ଘଣ୍ଟା ପର୍ଯ୍ୟନ୍ତ ଟିକେ ବୁଲାବୁଲି କରିବାକୁ। ଖାଇସାରିଲା ପରେ ରାତିରେ ଆମେ ବୁଲାବୁଲି କରେ ଆମର ଡାଇଜେସନ୍ ବହୁତ ଭଲ ହୁଏ ଏବଂ ବଡ଼ିକି ବି ଥକା ଲାଗେ ଏବଂ ଆମକୁ ଭଲ ନିଦ ହୋଇଯାଏ। ଚେଷ୍ଟା କରିବା ଆମେ ଶୋଇବା ପୂର୍ବରୁ ଇୟର୍ଲି ତ ଶୋଇବା, ଜଲ୍ଦି ଶୋଇବା, କିନ୍ତୁ ଚେଷ୍ଟା କରିବା ଶୋଇବା ପୂର୍ବରୁ ଆମେ ଯୋଗ ନିଦ୍ରା ପ୍ରାକ୍ଟିସ୍ କରିବା ପାଇଁ। ଯଦି ଯୋଗ ନିଦ୍ରା ପ୍ରାକ୍ଟିସ୍ କରୁଛନ୍ତି ତାହେଲେ ଆମର ନିଦ ସାଉଣ୍ଡ ସ୍ଲିପ୍ ହେବ ଏବଂ ଡିପ୍ ସ୍ଲିପ୍ ହେବ। ଆମେ ଯେଉଁ 6 ଘଣ୍ଟା 7 ଘଣ୍ଟା ଶୋଇବା ସେ ଶୋଇବାରେ ଆମର ବଡ଼ିର ହିଲିଂ ହୁଏ। ତେଣୁ ଆମେ ଡିପ୍ ସ୍ଲିପ୍ରେ ଶୋଇଲେ ଆମ ବଡ଼ି ଠିକ୍ରେ ହିଲ୍ ଅପ୍ ହେଇଯିବ ଆଉ ଆମର ଟାୟାର୍ଡ଼ ମେଣ୍ଟିଯିବ। ଆମେ ପୁଣି ଗୋଟେ ଫ୍ରେଶ୍ ହେଇକି ସକାଳୁ ଉଠିବା ଏବଂ ପୁଣି ଥରେ ଆମର ସେଇ ରୁଟିନ୍ ପ୍ରୋସେସ୍ ଆମେ ଷ୍ଟାର୍ଟ କରିଦେବା। ଯଦି ଏଇ ସାଧାରଣ ନିୟମ ଗୁଡ଼ିକୁ ଆମେ ପାଳନ କରିବା ତାହେଲେ ନିଶ୍ଚିତ ଭାବରେ ଯେତେ ପୁରୁଣା ଗ୍ୟାଷ୍ଟ୍ରିକ୍ ରୋଗୀ ହେଉଥାନ୍ତୁ ନା କାହିଁକି ତାକୁ ନିଶ୍ଚିତ ଭାବରେ ସୁଫଳ ମିଳିବ।